ବାଙ୍କିରେ ଫଳିଛି ବିଦେଶୀ ପାନ। ଆପଣ ଦେଖିଥିବେ ଓଡ଼ିଶା ଭିତରେ ପିପିଲି ହେଉଛି ପାନର ଗନ୍ତା ଘର କହିବାକୁ ବୁଝେ। ଏବେ ଆମେ ଦେଖିବାକୁ ମିଳିଛି ବାଙ୍କିରେ ଡାଙ୍ଗିପିଟା ଅଞ୍ଚଳରେ ଫଳିଛି ପାନ ଚାଷ। ଇଏ ଗୋଟେ ଅଜବ ପାନ। ଆପଣ ପିପିଲିରେ ଗୋଟେ ପାନ ଦେଖିବେ, ବାଙ୍କିରେ ମଧ୍ୟ ଗୋଟେ ପାନ ଦେଖିବେ। ବାଙ୍କିରେ କିଭଳି ପାନ ଫଳିଛି ଆମେ ସିଧାସଳଖ ସେ ପାନ ଦେଖିବୁ। ଯେଉଁ ମାଉସୀ 80 ବର୍ଷ ବୟସରେ ମଧ୍ୟ ପାନ ଚାଷ କରି ଏବେ ସ୍ୱାବଲମ୍ବୀ ହେଇଛନ୍ତି, ନିଜେ ଚଳିବା ସହିତ ପିଲାମାନେ ବନ୍ଧୁବାନ୍ଧବଙ୍କୁ ମଧ୍ୟ ପୋଷି ପାରୁଛନ୍ତି। ଏ ମାଉସୀ ମଧ୍ୟ ବଜାରକୁ ଯାଉଛନ୍ତି, ପାନର ଚାହିଦା ମଧ୍ୟ ରହିଛି। ମାଉସୀ ଅଛନ୍ତି ଆମ ସହିତ, ଆମେ ମାଉସୀର ପ୍ରତିକ୍ରିୟା ନେବା କିଭଳି ପାନ ଚାଷ କରୁଛନ୍ତି। ମାଉସୀ କେତେ ବର୍ଷ ହେଲା ପାନ ଚାଷ କଲେଣି? 3 ବର୍ଷ ହେଲା। କେତେ? ହନୁମାନ ବସିଲେ 3 ବର୍ଷ ହେଲା ପାନ ଚାଷ ହେଇଆଡୁ ଆଣିକିରି ଚେରା ପକେଇକି ହାର କରିକି ଯାଉଥିଲି। ଏବେ ବର୍ଷେ ହେଲା ପାନ ଟିକେ ବିକ୍ରି କରୁଛି। ବର୍ଷେ ହେଲା କୋଉଠି ନେଇ ବିକୁଛନ୍ତି? ବାଙ୍କି ବଜାରରେ ଛେକେରେ। କେମିତି କଣ ବିକ୍ରି ହଉଛି? ଏ ଭାଗ 10 ଟଙ୍କା ଥୋଇ ଦଉଛି। ମୁଁ ତ ଜାଣୁନି, ପାଠ ପଢିନି। ଆଉ 10 ଟଙ୍କା ଥୋଇ ଦଉଛି। ଦେଶୀ ପାନ କହିକି ତାଙ୍କୁ ଦଉଛି ଆଉ। ବିକ୍ରି ହେଇଯାଉଛି? ହଁ ଚଳୁଛନ୍ତି ହନୁମାନ ସେଇଥିରେ? କେମିତି ସେଇଥିରେ କଣ? ଚଳୁଛି। 3ଟା ଝୁଅ, ସବୁ ଗାଁ ଗହଳିର ଯୋଉ ନିୟମ ସବୁ କରୁଛି ଆଉ। ନିୟମ ହରିକା ସବୁ କରୁଛି। ଆମ ଗାଁରେ ଭାଜା ଛେତା ପଇଲା, ବାହାପୁଆଣି ପଇଲା, ମଲା ମୂର୍ତ୍ତିକା ପଇଲା, ସେଇଥିରେ ଚଳଉଛି ଆଉ। କଣ କରିବା ଆଉ? ଝିଅ 3ଟିକି ପଚାରିଆ, ବନ୍ଧୁବାନ୍ଧବ ପଚାରିଆ, ସବୁ କାମ ଏଇଥିରେ କେତେ ଚଳୁ। ବର୍ଷ ଆପଣଙ୍କୁ ହେଲାଣି? 80 ବର୍ଷରୁ ବର୍ଷଟିଏ କମ ଅଛି। 3000 ମିଳିବ ବୋଲି କହିଥିଲି ଯେ ସେ କହିଲା ମାଉସୀ ତମର ଆଉ ଯାହା 3000। ଶୁଣିଥିଲ 80 ବର୍ଷ ବୟସରେ ମଧ୍ୟ ସେ ସ୍ୱାବଲମ୍ବୀ ହେଇପାରିଛନ୍ତି, ପାନ ଚାଷ କରିଛନ୍ତି। ଯୋଉ ପିପିଲି ଅଞ୍ଚଳରେ ଦେଖିଥିବେ ଆପଣ ପାନ ଚାଷ ହଉଛି, ବାଙ୍କିରେ ଗୋଟେ ପାନ ଚାଷ ହେଇଛି ଡାଙ୍ଗିପିଟା ଅଞ୍ଚଳରେ। ଆପଣ ଦେଖିବେ ଗୋଟେ ଗଛରେ ପାନ ଗଛ ଆମେ ଦେଖୁଛୁ, ସେଇ ଗଛଟିକି ପୁରା ଦେଖନ୍ତୁ କିଭଳି ଲମ୍ବିଛି ସେଇ ଗଛଟି। ପୁରା ପାନ ଚାଷ, ପାନ ଗଛ ପୁରା ହେଇଛି, ସେଇ ଗଛ ଯାକ ମାଡ଼ିଛି, ତାଙ୍କ ବାରି ଯାକ ପାନ ମାଡ଼ିଛି। ସିଏ ମଧ୍ୟ ବଜାରକୁ ନେଉଛନ୍ତି ବିକିବାକୁ, ବାଙ୍କି ବଜାରରେ ବସିକି ବିକୁଛନ୍ତି। ଯେତିକି ପଇସା ଅଛି ନିଜେ ଚଳିବା ସହିତ ବନ୍ଧୁବାନ୍ଧବ ଏବଂ ଯାହା ରହିଛି ତାଙ୍କର ନିତ୍ୟ ଦିନ ପାଇଁ ଯେଉଁ ଖାଇବା ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି। ସେ ନିଜେ ଚଳିବା ସହିତ ନିଜେ ସ୍ୱାବଲମ୍ବୀ ହେଇଛନ୍ତି ଏ 80 ବର୍ଷର ବୃଦ୍ଧା। ଏବେ ସରକାର ସହାୟତାକୁ ଚାହିଁ ରହିଛନ୍ତି ଏହି ମହିଳା। ଦେଖିବାର ଅଛି ସରକାର ଯଦି ତାଙ୍କୁ କିଛି ସହାୟତା ଦିଅନ୍ତେ, ସେ ଆଉ ଟିକେ ଚାଷ ବଢେଇ ପାରିବେ ବୋଲି ଯାହା କହୁଛନ୍ତି। ଆମ ସହିତ ଯିଏ ଅଛନ୍ତି ଡାଙ୍ଗିପିଟା ଅଞ୍ଚଳର ଅହଲ୍ୟା ବେଉଆ, ଦେଖିବା ସରକାର କିଭଳି ତାଙ୍କୁ ସହଯୋଗ କରୁଛନ୍ତି। ଆଉ ଏଇ ପାନ ଚାଷ ଆଗକୁ ସମସ୍ତେ କିଭଳି କରିପାରିବେ। ଯାହା କହୁଥିଲେ ପାନ ଚାଷ ସମସ୍ତଙ୍କ ହାତରେ ହୁଏନି, ଏହା ସତ କଥା। ପାନ କଥା କହିବା, ନଡ଼ିଆ କଥା କହିବା, କଦଳୀ ଗଛ କଥା କହିବା, ସମସ୍ତଙ୍କ ହାତରେ ଗଛ ହୁଏନି। କିନ୍ତୁ ତାଙ୍କ ଯୋଉ ହନୁମାନଙ୍କ ଆଶୀର୍ବାଦ ଯୋଗୁଁ ସିଏ ଏଭଳି ଚାଷ ବଢେଇ ପାରିଛନ୍ତି। ଦେଖିବା ହନୁମାନ ତାଙ୍କୁ ସହାୟ ହୁଅନ୍ତୁ ଏବଂ ଚାଷ ସିଏ ଆଗକୁ ବଢେଇ ନିଜେ ସ୍ୱାବଲମ୍ବୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱାବଲମ୍ବୀ କରିପାରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଚକ୍ରିଆ। ଡାଙ୍ଗିପିଟା ଅଞ୍ଚଳରୁ ଆମେ ରହିଲୁ ଅଶୋକ କୁମାର ରଣା।